ଆଲୋଚନା କରିବା ଷଷ୍ଠ ଶ୍ରେଣୀର ବିଜ୍ଞାନ ଷୋଡ଼ଶ ଅଧ୍ୟାୟ ଜଳ। ଆଗରୁ ତମେ ଜଳ ବିଷୟରେ କିଛି ଜାଣିଥିବ ତାହା ମୁଁ ଆଶା କରୁଛି। ଦେଖ, ଅତି ସରଳ ଭାଷାରେ ବୁଝିବାକୁ ଚେଷ୍ଟା କରିବି। ଠିକ୍ ଅଛି, ଆରମ୍ଭ କରିବା। ଷୋଡ଼ଶ ଅଧ୍ୟାୟ ଜଳ। ଜୀବନ ଓ ଜଳର ସମ୍ପର୍କ ନିବିଡ଼। ଆମେ ଏହା ଭଲ ଭାବରେ ଜାଣିଛେ ଯେ ତମେ ଗୋଟେ ଦିନ ନ ଖାଇଲେ ମଧ୍ୟ ବଞ୍ଚିପାରିବ, କିନ୍ତୁ ଯଦି ଗୋଟେ ଦିନ ବିନା ଜଳରେ ବା ବିନା ଜଳକୁ ପିଇ ତମେ କ'ଣ ବଞ୍ଚିପାରିବ ନାହିଁ। ତ ବଞ୍ଚିବା ଓ ବଢ଼ିବା ପାଇଁ ଆମେ ଖାଦ୍ୟ ଖାଉ ଓ ଜଳ ପିଇଥାଉ। ତେଣୁ ଜଳକୁ ଜୀବନ ବୋଲି ଆମେ କହିଥାଉ। ଶିଶୁମାନେ କ୍ଷୀର ପିଅନ୍ତି, କ୍ଷୀରରେ ମଧ୍ୟ ଜଳ ହିଁ ରହିଥାଏ। ତମେ ଭଲ ଭାବରେ ଏହା ଜାଣିଛ। ବେଳେ ବେଳେ ପଇଡ଼ ପାଣି ମଧ୍ୟ ଆମେ ପିଉ। ଖରାଦିନେ କାକୁଡ଼ି, ତରଭୁଜ ଆମେ ଖାଇଥାଉ। କାହିଁକି? ଏହା କ'ଣ ପାଇଁ ଖାଇଥାଉ? ଏଥିରେ ମଧ୍ୟ ଅଧିକାଂଶ ପରିମାଣରେ ଜଳ ହିଁ ରହିଥାଏ। ଏହା ତାମାନେ ଆମେ କ'ଣ କହିପାରିବା? ଏଗୁଡ଼ିକ ହେଲା ଜଳର ଉତ୍ସ ଗୁଡ଼ିକ। ଖରାର ପ୍ରଭାବରେ ଆମ ଶରୀରରୁ ଜଳୀୟ ଅଂଶ କମିଯାଇଥାଏ। ଏହି ଫଳଗୁଡ଼ିକରେ ଅଧିକ ପରିମାଣରେ ଜଳ ଥିବାରୁ ତାହାକୁ ଖାଇଲେ କ'ଣ ହେବ? ଆମର ଯେହେତୁ ଜଳର ଅଭାବ ଥିବ ତାହା ବହୁତ ଶୀଘ୍ର ପୂର୍ଣ୍ଣ ହୋଇପାରିବ। ଅନ୍ୟାନ୍ୟ ପଶୁପକ୍ଷୀମାନେ ମଧ୍ୟ ଜଳ ପିଇଥାନ୍ତି। ଖାଲି ମଣିଷ ନୁହେଁ, ମଣିଷ ଅପେକ୍ଷା ଅନ୍ୟ ଯେଉଁ ସବୁ ପଶୁପକ୍ଷୀମାନେ ମଧ୍ୟ ଜଳକୁ ପିଇଥାନ୍ତି। ଆମେ ରକ୍ତରେ ଜଳର ମୁଖ୍ୟ ଉପାଦାନ ଗୁଡ଼ିକ ତାହା ମଧ୍ୟ ପଢ଼ିବା। ଜଳର ମୁଖ୍ୟ ଉପାଦାନ କ'ଣ ହୋଇଥାଏ? ଜଳ ହୋଇଥାଏ। ଜଳ ଗୋଟିଏ ଜଳୀୟ ବସ୍ତୁ ବା ପଦାର୍ଥ। ପ୍ରତ୍ୟେକ ଜୀବକୋଷର ଅଧାରୁ ଅଧିକ ଜଳ ରହିବା ଯୋଗୁଁ ସେଗୁଡ଼ିକ କାର୍ଯ୍ୟକ୍ଷମ ରହନ୍ତି। ତାମାନେ କ'ଣ ହେବ? ଯେକୌଣସି ଯଦି କୋଷରେ ଜଳର ଅଭାବ ରହିବ ତାହେଲେ ସେ କାର୍ଯ୍ୟ କରିପାରିବ ନାହିଁ। ଦେଖ, ଆଉ କ'ଣ ଦେଇଛି? ଅନେକ ଅଦରକାରୀ ପଦାର୍ଥ ଜଳରେ ଯଦି ଦ୍ରବୀଭୂତ ହୁଏ, ମୂତ୍ର, ଝାଳ ଆକାରରେ ଆମ ଶରୀରରୁ ବାହାରି ଯାଇଥାଏ। ଯେତେ ସବୁ ବର୍ଜ୍ୟବସ୍ତୁ ଅଛି ସେଇଟା ଜଳରୁ ହିଁ ବାହାରି ଯାଇଥାଏ। କେବଳ ଯେ ପିଇବା ପାଇଁ ଜଳର ବ୍ୟବହାର ହୁଏ ତା ମଧ୍ୟ ନୁହେଁ। ଆମର ବିଭିନ୍ନ କାର୍ଯ୍ୟରେ ଜଳର ଆବଶ୍ୟକ ରହିଛି। ସକାଳୁ ଉଠିବାରୁ ଆରମ୍ଭ ହୋଇ ସନ୍ଧ୍ୟା ଶୋଇବା ପର୍ଯ୍ୟନ୍ତ ଆମର ଜଳର ଆବଶ୍ୟକତା ଅନେକ ଗୁଡ଼ିଏ କାର୍ଯ୍ୟରେ ରହିଅଛି। ଏହା ତମେ ମଧ୍ୟ ଭଲ ଭାବରେ ଜାଣିଛ। ଦେଖ, ଆଉ କ'ଣ ଦେଇଛି ଦେଖିବା। ଯଦି ଆମ ଚାରିପାଖରେ ଜଳର ପରିମାଣ କମିଯିବ ତ ଆମର କ'ଣ କ'ଣ ଅସୁବିଧା ହେବ? କ'ଣ କ'ଣ ଅସୁବିଧା ହେବ ପିଲାମାନେ? ଯଦି ଆମର ଚାରିପାଖରେ ଜଳର ଯଦି ପରିମାଣ କମିଯିବ ତାହେଲେ କ'ଣ କ'ଣ ଅସୁବିଧା ହେବ ତାହା ତମେ ନିଜେ ମଧ୍ୟ ଜାଣିପାରିଛ। ଜଳକୁ ତୁମେମାନେ କେଉଁ କେଉଁ କାର୍ଯ୍ୟରେ ବ୍ୟବହାର କରୁଛ ତାହାର ଗୋଟିଏ ତାଲିକା କରିବ। ଯେମିତିକି ଦେଖ, ଏ ଚିତ୍ରକୁ ଦେଖିଲେ କ'ଣ ଦେଖିବ ତମେ? ଏ ଚିତ୍ରକୁ ମଧ୍ୟ ଦେଖି ଜାଣିପାରିବ ଯେ ଜଳର ବ୍ୟବହାର ଆମେ ଗାଧୋଇବା ପାଇଁ କରୁଛେ, କପଡ଼ା ସଫା କରିବା ପାଇଁ କରୁଛେ, ପିଇବା ପାଇଁ କରୁଛେ, ଗାଡ଼ି ଧୋଇବା, ଘର ଧୋଇବା ଓ ଅନେକ ଗୁଡ଼ିଏ ବସ୍ତୁକୁ ଧୋଇବା ପାଇଁ ମଧ୍ୟ ଆମେ କ'ଣ ଜଳର ବ୍ୟବହାର କରିଥାଉ। ତ ଜଳର ଆବଶ୍ୟକତା ଦେଖ, ତୁମ ପରିବାରର ଦୈନନ୍ଦିନ ପରିମାଣର ଜଳର ବ୍ୟବହୃତ ହୁଏ ତାହାର ଆନୁମାନିକ ହିସାବରେ ଗୋଟେ ତାର ସାରଣୀ କରିବା। ଦେଖ, ଆଉ କ'ଣ ଅଛି ଟିକେ ଜାଣିବା। ଦେଖ, ଆନୁମାନିକ ଏଇଟା ହିସାବ କରିବା। ଦେଖ, ଯେମିତି କାର୍ଯ୍ୟ କ'ଣ କ'ଣ କାର୍ଯ୍ୟ ଦେଇଛି? ଯେମିତି ପିଇବା ପାଇଁ ତୁମେ ନିଜେ ଆବଶ୍ୟକ କରୁଥିବା ଜଳର ପରିମାଣ ତମେ ମନେ କର ଦିନକୁ କେତେ 3 ରୁ 4 ଲିଟର ପିଉଥିବ। ତ ଲେଖିଦେବି ଆନୁମାନିକ ହିସାବରେ ଲେଖିଦେଉଛି ଏଠି। ଦେଖ, 3 ଲିଟର କେତେ ପିଉଛ ତମେ? 3 ଲିଟର। ସେମିତି ଦେଖ କ'ଣ ଲାଗିଛି? ତୁମ ପରିବାରର ସମସ୍ତ ଆବଶ୍ୟକ କରୁଥିବା ଜଳର ପରିମାଣ। ତମେ ଯଦି 3 ଲିଟର ପିଉଛ, ମନେକର ତମ ପରିବାରରେ 5 ଜଣ ଅଛନ୍ତି, ତ 5 ଜଣ ପାଇଁ କେତେ ଲିଟର ଦରକାର ହେବ? 15 ଲିଟର ଜଳ ଦରକାର ହେବ। 15 ଲିଟର। ମୁହଁ ଧୋଇବା ପାଇଁ ତମେ ଯଦି 1 ଲିଟର ବ୍ୟବହାର କରୁଛ, ସେମିତି ତମେ ଯଦି କେତେ 5 ଜଣ ଥିବେ ସେମିତି 5 ଲିଟର ବ୍ୟବହାର କରିବେ। ବୁଝିପାରିଲ? ଏମିତି ତମେ ଏସବୁ ସାରଣୀକୁ ଭରିବ। ଦାନ୍ତ ଘଷିବାରେ ତମର କେତେ ବ୍ୟବହାର ହେଉଛି, ତମର ପରିବାର ଲୋକଙ୍କ କେତେ ବ୍ୟବହାର ହେଉଛି, ଶୌଚ ହେବାରେ ତମର କେତେ ବ୍ୟବହାର ହେଉଛି, ତମ ପରିବାର ଲୋକଙ୍କ ସମସ୍ତଙ୍କର କେତେକ ବ୍ୟବହାର ହେଉଛି, ଗାଧୋଇବା ପାଇଁ, ରୋଷେଇ କରିବା ପାଇଁ, ବାସନ ଧୋଇବା ପାଇଁ, ଲୁଗା ସଫା କରିବା ପାଇଁ, ଘର ସଫା କରିବା ପାଇଁ, ଗଛରେ ପାଣି ଦେବା ପାଇଁ, ଅନ୍ୟାନ୍ୟ କାର୍ଯ୍ୟ ପାଇଁ ମୋଟର ପରିମାଣ। ତାପରେ ସବୁକୁ ମିଶାଇକି ଏମିତି ଲେଖିଦେବ ଯେ ତମର କେତେକ ଖର୍ଚ୍ଚ ହେଉଛି ପାଣି ଦିନକୁ। ତାପରେ ତମର ସମସ୍ତ ପରିବାର କେତେ ଜଳ ଖର୍ଚ୍ଚ କରୁଛନ୍ତି ଗୋଟେ ଦିନରେ ତାହା ଏଇଠି ଲେଖିବ ମୋଟରେ। ଠିକ୍ ଅଛି, ଆଉକୁ ଦେଖିବା ଏବେ ଆମେ ଆଉ କ'ଣ ଦିଆହେଇଛି।
ଉପରେ ବର୍ଣ୍ଣିତ ତାଲିକାରୁ ଆମେ ଓ ଆମର ପରିବାର ଦୈନିକ କେତେ ଜଳ ବ୍ୟବହାର କରିପାରିଲୁ ତାହା ଜାଣିପାରୁଛୁ। ଅନୁମାନ କରିକି ମଗ ବାଲ୍ଟି ବଦଳରେ ତାହାକୁ ଆନୁମାନିକ କେତେ ଲିଟର ପ୍ରକାଶ କରିପାରିବା ତାହାକୁ ଆମେ ମଗ ଓ ବାଲ୍ଟିରେ ପ୍ରକାଶ ନ କରି ଲିଟର ଯଦି ପ୍ରକାଶ କଲେ ଠିକ୍ ହେବ। କାହିଁକିନା କାହାର ମଗ ଛୋଟ ହେଇଥିବ କାହାର ମଗ ବଡ଼ ହେଇଥିବ, ସେଥିପାଇଁ ଆମେ ଯଦି ଲିଟରରେ ପ୍ରକାଶ କରିବା ତାହେଲେ ଠିକ୍ ହେବ କହୁଛି। ତ ଅନୁମାନ କର ଯେ ତୁମେ ପିଇବାକୁ ବର୍ଷକ ମଧ୍ୟରେ ପ୍ରାୟତଃ କେତେ ଜଳ ଦରକାର କରୁଥିବ। ତମେ ଦେଖ ଏଇଟା ଗୋଟେ ଦିନରେ ଯଦି କେତେ 1 ଲିଟର ପିଉଛ ତ 1 ବର୍ଷରେ 1 ଗୁଣନ 365 ଦିନ, ବର୍ଷକୁ 365 ଦିନ ତ କେତେ 365 ଲିଟର ଦରକାର କରିବ। ଯଦି ତମେ ଦିନକୁ 3 ଲିଟର ପିଉଛ ସେମିତି 3 ଗୁଣନ 365 କରିଦେବ ଆଉ ତମେ ଏମିତି ବାହାର କରିଦେବ। ଠିକ୍ ଅଛି, ବୁଝିପାରିଲ? ତ ତୁମ ପରିବାର ଭଳି ତୁମ ସାହିରେ ଆଉ କେତେ ଗୁଡ଼ିକ ପରିବାର ଅଛି, ସେମାନଙ୍କର ମଧ୍ୟ ଲୋକ ସଂଖ୍ୟା ପ୍ରାୟ କେତେ ଥିବ? ତୁମର ଦୈନିକ ଆବଶ୍ୟକତା ଜାଣିଲା ପରେ ପୁରା ସାହିର ସମସ୍ତଙ୍କ ପାଇଁ ବାର୍ଷିକ କେତେ ଜଳ ଦରକାର ପଡ଼ୁଥିବ ତାହା ତମେ ଅନୁମାନ କରିପାରିବ ବୋଲି ଭାବୁଛ କି ନାହିଁ? ଯଦି ତମର ଏଠି ମୋଟ ଯେତେ ବାହାରିବ, ମନେକର ମୋଟ ବାହାରିଲା ତମର 400 ଲିଟର, ଦିନକୁ 400 ଲିଟର ହେଉଛି। ତ ଏଇଟା ଗୋଟେ ଦିନର ତମର ଗୋଟେ ପରିବାରରେ 400 ଲିଟର, ସେଇଟା ତମର ସାହିରେ କେତେ ଥିବ? ମନେକର 50ଟି ପରିବାର ଥିବ, ତ 50 ଗୁଣନ 400 ଲିଟର ମାନେ ବୁଝିପାରୁଛ କେତେ ଦରକାର ହେଉଥିବ? ଗୋଟେ ଦିନରେ ଏତେ ଦରକାର ହେଉଛି, ଗୋଟେ ମାସକରେ କେତେ ହେବ, ଗୋଟେ ବର୍ଷକରେ କେତେ ହେବ? ତାମାନେ କେତେ ଦିନକୁ ଦିନ ଆମେ କେତେ ବ୍ୟବହାର କରୁଛେ ଜାଣିପାରୁଛ ତ? ଗୋଟେ ବର୍ଷରେ କେତେ ଜଳ ଆମେ ବ୍ୟବହାର କରିଦେଉଛେ ସେଇଟା ଏଠି ଲେଖା ହେଇଛି। ଦେଖ, ମନୁଷ୍ୟ ଭଳି ଅନ୍ୟ ପ୍ରାଣୀମାନେ ମଧ୍ୟ ଜଳର ଆବଶ୍ୟକ କରନ୍ତି, ଯେମିତିକି କୁକୁର, ଗାଈ, କୁକୁଡ଼ା, ଛେଳି ଆଦି ପ୍ରାଣୀମାନଙ୍କର ମଧ୍ୟ ଜଳର ଏକ ପାନୀୟ ପଦାର୍ଥ ତାହା ସେ ବ୍ୟବହାର କରିଥାନ୍ତି। ଜଳରେ ମାଛ, କଇଁଛ ଆଦି ପ୍ରାଣୀ ଓ ପଦ୍ମ ଭଳି ଉଦ୍ଭିଦମାନେ ମଧ୍ୟ ଥାନ୍ତି। ସେହିପରି ବଗିଚାରେ ଫୁଲ ଓ ଗଛର ଆମେ ପାଣି ଦେଇଥାଉ, ସେଥିରେ ମଧ୍ୟ ଜଳର ବ୍ୟବହାର ହେଉଛି। ବୁଝିପାରିଲ? ଦେଖ, ଉଦ୍ଭିଦ ପାଇଁ ଜଳର କ'ଣ କ'ଣ ଆବଶ୍ୟକତା ରହିଛି। ଆମେ ତ ଜାଣିଲେ ପ୍ରାଣୀମାନେ କେମିତି ବ୍ୟବହାର କରୁଛି, କ'ଣ କ'ଣ କାରଣରୁ ତାହାର ଜଳର ଖର୍ଚ୍ଚ ହେଉଛି। ଏବେ ଉଦ୍ଭିଦକୁ କ'ଣ ପାଇଁ ପାଣି ଦରକାର ବା ଜଳର ଆବଶ୍ୟକତା କ'ଣ ରହିଛି ସେ ବିଷୟରେ ଟିକେ ଜାଣିବା। ଦେଖ, ଖାଦ୍ୟ ପ୍ରସ୍ତୁତି ପାଇଁ ଉଦ୍ଭିଦ ଜଳର ନିହାତି ଆବଶ୍ୟକ ଓ ଅଙ୍ଗାରକାମ୍ଳ ଜଳର ସଂଯୋଗରେ ହିଁ ଶର୍କରା ସୃଷ୍ଟି ହୋଇଥାଏ। ଏହା ତମେ ଆଲୋକ ଶ୍ଳେଷଣ ପ୍ରକ୍ରିୟା ଯଦି ଜାଣିଥିବ ତାହେଲେ ଭଲ ଭାବରେ ବୁଝିପାରୁଥିବ। ମାଟିରେ ଅଣୁଜୀବମାନେ ବଢ଼ିଥାନ୍ତି। ଯବକ୍ଷାରଜାନକୁ ମାଟିରେ ମିଶାଇବା ପାଇଁ ସାହାଯ୍ୟ କରୁଥିବା ଏହି ବୀଜାଣୁ ମଧ୍ୟ ଜଳର ଆବଶ୍ୟକ କରିଥାନ୍ତି। ଯେଉଁ ବୀଜାଣୁମାନେ କ'ଣ କରନ୍ତି, ଯେତେ ସବୁ ପଚାସଢ଼ା ଜିନିଷକୁ ମାଟିରେ ମିଶାନ୍ତି ସେଥିପାଇଁ ମଧ୍ୟ ଜଳର ଆବଶ୍ୟକ ପଡ଼ିଥାଏ। ଏକଥା ସେ ଏଇଠି କୁହାଯାଇଛି। ଦେଖ, ଜଳ ଏକ ଦ୍ରାବକ। ଦ୍ରାବକ ବୋଲେ କ'ଣ ବୁଝିପାରୁଛ? ତେଣୁ ମାଟିର ଲବଣକୁ ଦ୍ରବୀଭୂତ କରିଥାଏ। ଦ୍ରାବକ କ'ଣ କରିଥାଏ? ମାଟିରେ ଯେଉଁ ଲବଣ ଅଛି ତାହାକୁ ଦ୍ରବୀଭୂତ କରିଥାଏ। ଠିକ୍ ଅଛି, ଭିନ୍ନ ଭିନ୍ନ ମାଟିର ଜଳ ଧାରଣ କରିବା କ୍ଷମତା ମଧ୍ୟ ପାର୍ଥକ୍ୟ ଅଛି। ଯେମିତିକି ବାଲିଆ ମାଟିରେ ଅଲଗା ଅଲଗା ପ୍ରକାର ଜଳ ଧାରଣ କରିବ ଓ ସେମିତି ପଟୁ ମାଟିରେ ଅଧିକା ବା ସେମିତି ପଟୁ ମାଟିର ଜଳ ଧାରଣ କ୍ଷମତା ଅଲଗା ହିଁ ହେବ। ତେଣୁ ମାଟିର କିସମକୁ ନେଇ ବିଭିନ୍ନ ପ୍ରକାର ଫସଲ ଚାଷ କରାଯାଏ, ସେଥିରେ ଆମେ ଗୋଟେ ପରୀକ୍ଷା କରିବା। ଦେଖ, ମାଟିର ଜଳ ଧାରଣ ଦେଇଛି, ତ କେଉଁ ମାଟିରେ କେମିତି ଜଳ ଧାରଣ କରାଯାଏ ତମେ ଏମିତି ଗୋଟେ ପରୀକ୍ଷା କରିକି ନିଜେ ମଧ୍ୟ ଜାଣିପାରିବ। କେଉଁ ମାଟିରେ କେତେକ ଜଳ ଧାରଣ କ୍ଷମତା ଅଛି ତାହାକୁ ଜାଣିବା ପାଇଁ ବାଲିଆ, ଦୋରସା, ଚିକିଟା ଭଳି ତିନି ପ୍ରକାର ମାଟିର ଗୋଟେ ନମୁନା ସଂଗ୍ରହ କରିବ। 3ଟି ପ୍ଲାଷ୍ଟିକ ବୋତଲ ନେବ। ତଳ ଚିତ୍ର ଦିଆଯାଇଥିବା ଭଳି ତାର ଉପର ଅଂଶଟିକୁ କାଟି ଦେଇ ତାର ଫନେଲ ଭଳି କାର୍ଯ୍ୟ କରିବ। ଦେଖ, ଏଟାକୁ କାଟିଦେଲା ପରେ ତାହାକୁ ଉଲ୍ଟା ଏମିତି ଲଗେଇଦେଲେ, ସେଇଟା ଗୋଟେ। ଦେଖ, ଏଥିରୁ ଏଇଟା ଅଲଗା ଏଇଟା ଅଲଗା, ଏ ଦୁଇଟାକୁ ହିଁ ଏମିତି ଉଲ୍ଟେଇକି ଏଠି ଲଗା ହେଇଛି। ଦେଖ, ତାପରେ ତାହାର ତଳ ଅଂଶକୁ ଏକ ପାତ୍ର ଭଳି କାର୍ଯ୍ୟ କରିବ। ବୋତଲର ଉପର ଅଂଶକୁ ତଳ ଅଂଶ ଉପରେ ଉଲ୍ଟେଇକି ରଖିବ, ଯେମିତି ଉପରେ ଦେଖ ରଖାଯାଇଛି। ଫନେଲ 3ଟି ଭିତରେ 3 ଖଣ୍ଡ କନା ବିଛେଇ ଦେବ। ପ୍ରତ୍ୟେକରେ ସମାନ ସମାନ ପରିମାଣର ଭିନ୍ନ ଭିନ୍ନ ମାଟି ନେବ। ସମାନ ପରିମାଣର ତାହାକୁ ଜଳ ମଧ୍ୟ ଢାଳିବ। 10-15 ମିନିଟ୍ ପରେ ଦେଖିବ ଯେ କ'ଣ ହେଉଛି। କେଉଁ କ୍ଷେତ୍ରରେ ବା କେଉଁ ପାତ୍ରରେ ଅଧିକ ଜଳ ସଂଗୃହୀତ ହେଉଛି ଓ କେଉଁ ପାତ୍ରରେ କମ୍ ଜଳ ସଂଗୃହୀତ ହେଉଛି ତାହାକୁ ଆମେ ପରୀକ୍ଷା କରିକି ଜାଣିବ। ତାପରେ ଲେଖିବ, ଯେ ଅଧିକ ଜଳ ସଂଗ୍ରହ କରୁଛି ତା ମାନେ ତାର ଜଳ ଧାରଣ କ୍ଷମତା ଅଧିକା ଅଛି, ଆଉ ଯେ କମ୍ ଜଳ ସଂଗ୍ରହ କରୁଛି ତାହାର ଜଳ ଧାରଣ କ୍ଷମତା କମ୍ ଅଛି। ତେଣୁ ଏମିତି ପରୀକ୍ଷା କରିକି ଜାଣିପାରିବ।
ସେମିତି ଚେର ଦ୍ୱାରା ଜଳର ଶୋଷଣ ଆମେ ଜାଣିଛେ ଯେ ଯେକୌଣସି ଉଦ୍ଭିଦରେ କ'ଣ ହେଇଥାଏ ତାହାର ବିଭିନ୍ନ ଶାଖା ପ୍ରଶାଖାକୁ ଜଳ ଯୋଗାଇବା ପାଇଁ ତାହା କେଉଁଠାରୁ ପ୍ରଥମେ ନେଇଥାଏ ମାଟିରୁ ପ୍ରଥମେ ଚେର ହିଁ ତାହାକୁ ଶୋଷିକି ନେଇକି ଅନ୍ୟ ସବୁ ଶାଖା ପ୍ରଶାଖାରେ ତାହାକୁ ବାଣ୍ଟି ଦେଇଥାଏ। ଏହା ତମେ ଭଲ ଭାବରେ ଜାଣିଛ। ଆମେ ନବମ ଅଧ୍ୟାୟରେ ଏହା ଭଲ ଭାବରେ ଆଲୋଚନା କରିସାରିଛେ ପିଲାମାନେ। ଦେଖ ତାପରେ ପତ୍ରରୁ ଜଳମୋଚନ ଆମେ ଉଚ୍ଛେଦନ ପ୍ରକ୍ରିୟା ପଢ଼ିକି ଆସିଛେ ପିଲାମାନେ। ତ ପତ୍ରରୁ କେମିତି ଜଳମୋଚନ ହୁଏ ତାହା ଜାଣିଛେ। ତମେ ଜାଣିବା ପାଇଁ ଏମିତି ଗୋଟେ ପରୀକ୍ଷା ମଧ୍ୟ କରିପାରିବ। ଗୋଟେ ଡାଲକୁ ଛିଣ୍ଡେଇ ଆଣିବ ଏମିତି, ତାପରେ କ'ଣ କରିବ ସେଥିରେ ଗୋଟେ ଝିଲିକୁ ଏମିତି ଭଲ ଭାବରେ ଏଠି ଗଣ୍ଠି ଦେଇ ଭଲ ଭାବରେ ବାନ୍ଧିଦେବ ଓ କିଛି ସମୟ ତାହାକୁ ଖରାରେ ରଖିଦେବ। ତାହେଲେ କ'ଣ ହେବ ଯେତେ ସବୁ ଏ ଗଛର ଯେତେ ସବୁ ପାଣି ଥିବ ତାହା ବାହାରକୁ ଆସି ଏମିତି ଏମିତି ଫୋଟକା ଫୋଟକା ହେଇକି ରହିଯିବ। ତାହେଲେ ଆମେ ଏଥିରେ କ'ଣ ଜାଣିବା ସେଥିରୁ ଯେତେ ସବୁ ଜଳ ରହିଛି ସେ ଜଳ ଉଚ୍ଛେଦନ ପ୍ରକ୍ରିୟାରେ ବାହାରକୁ ବାହାରିଥାଏ। ତ ଏ ଝିଲିରେ ତାହା ଆସି ରହିଯିବ, କାହିଁକି ଝିଲିରୁ ବାହାରକୁ ଯାଇପାରିବ ନାହିଁ। ସେଥିରୁ ଆମେ କ'ଣ ଜାଣିଲେ ଯେ ପତ୍ରରୁ କ'ଣ ହେଇଥାଏ ଜଳମୋଚନ ହେଇଥାଏ ବୋଲି ଜାଣିଲେ। ସେଇଟା ଦେଖ ଏଇଠି ଲେଖା ହେଇଛି ଉଚ୍ଛେଦନ ପ୍ରକ୍ରିୟାରେ ତାହା ହେଇଥାଏ। ତାପରେ ବନ୍ୟା କହିଲେ ତମେ ଭଲ ଭାବରେ ଜାଣିଥିବ ପିଲାମାନେ। ଜଳର ଉତ୍ସ ଯଥା ନଦୀ ପୋଖରୀ କୂଅଗୁଡ଼ିକରେ ବର୍ଷା ଦିନରେ ଜଳର ପରିମାଣ ଯଦି ଅଧିକ ହୁଏ କ୍ରମାଗତ ଭାବରେ ଅଧିକ ବର୍ଷା ଲାଗି ରହିଲେ ନଦୀରେ କ'ଣ ହୋଇଥାଏ ଜଳ ଆସିଥାଏ। ତୁମ ଗ୍ରାମ ସହର ନିକଟରେ ଯଦି ନଦୀ ଥିବ ତାହେଲେ ଏ କଥା ତୁମେ ଭଲ ଭାବରେ ଜାଣିପାରିବ। ତ ଫଳରେ କ'ଣ ହୁଏ ନଦୀ ଜଳ କୂଳ ଲଙ୍ଘନ କରି ଦୁଇ ପଟେ ମାଡ଼ିଯାଏ, ଗ୍ରାମ କୃଷି କ୍ଷେତ୍ରରେ ଜଳ ପଶିଯାଏ, ଘର ଘରକୁ ମଧ୍ୟ ମାଡ଼ି ଆସିଥାଏ। ତମେ ଏହା ଭଲ ଭାବରେ ଜାଣିଛ। ଏହାକୁ ଆମେ ବନ୍ୟା ବୋଲି କହିଥାଉ। ଏହା ବିଷୟରେ ଆମେ ପ୍ରାକୃତିକ ଘଟଣା ବୋଲି ପାଠରେ ଆମେ ଭଲ ଭାବରେ ଆଲୋଚନା କରିସାରିଛେ। ଠିକ୍ ଅଛି। ତ ବନ୍ୟା ଦ୍ୱାରା କ'ଣ ହୋଇଥାଏ ଜଳର ସ୍ରୋତରେ ଗାଈ ଛେଳି ଆଦି ମଣିଷ ଭାସି ମଧ୍ୟ ଯାଇଥାନ୍ତି। ଆମ ରାଜ୍ୟରେ ବନ୍ୟା ଏକ ମୁଖ୍ୟ ପ୍ରାକୃତିକ ବିପର୍ଯ୍ୟୟ, ତାହା ଆମ ବର୍ଷକୁ ବର୍ଷ ଭୋଗିଥାଉ ପିଲାମାନେ। ଏହା ତମେ ଭଲ ଭାବରେ ଜାଣିଛ। ମହାନଦୀରୁ ବନ୍ୟା ଜଳ ରୋକିବା ପାଇଁ ହୀରାକୁଦରେ ମଧ୍ୟ ନଦୀବନ୍ଧ କରାଯାଇଛି। ଏହି ନଦୀବନ୍ଧରୁ ଅଧିକ ପରିମାଣରେ ଜଳ ହଠାତ୍ ଏକକାଳୀନ ଛାଡ଼ିଦେଲେ ତଳମୁଣ୍ଡରେ ମଧ୍ୟ ବନ୍ୟା ପଳେଇ ଆସେ। ତମେ ଏମିତି ଅଟକାଇ ରଖାଯାଇଥାଏ ପିଲାମାନେ ଡ୍ୟାମ୍ରେ, ତାହାକୁ ଯଦି ତମେ ଏକାଥରକେ ବହୁତ ସାରା ଜଳ ତାହାକୁ ବାହାର କରିଦେବ ତାହେଲେ କ'ଣ ହେବ ଯେତେ ସବୁ ତଳରେ ଥିବା ଜମି ଗୁଡ଼ିକ ବା ଖୋଲା ଜାଗା ଗୁଡ଼ିକ ସବୁ ମାଡ଼ି ଆସିବ ଜଳ। ତାପରେ ଦେଖ ମରୁଡ଼ି ହେଉଛି ତାର ଓଲଟାଟା। ବନ୍ୟାର ଓଲଟା ହେଲା ମରୁଡ଼ି। ମରୁଡ଼ି ବେଲେ ଯଦି ବର୍ଷ ସାରା ମରୁଡ଼ି କହିଲେ କ'ଣ ବୁଝିବା ଆବଶ୍ୟକ ବୃଷ୍ଟିପାତ ପରିମାଣରେ କମିଯିବା ଫଳରେ କ'ଣ ହେବ କ୍ରମାଗତ ଭାବେ ଯଦି କମିଯିବ ଅନିୟମିତତା ଦେଖାଯିବ ଅନିଶ୍ଚିତ ବୃଷ୍ଟିପାତ ହେବ କୃଷି କାର୍ଯ୍ୟ ପାଇଁ ଆବଶ୍ୟକ ପରିମାଣରେ ଜଳର ଯଦି ଅଭାବ ରହିବ ଗଛଗୁଡ଼ିକ ଆବଶ୍ୟକ ପରିମାଣରେ ଯଦି ଜଳ ପାଇବ ନାହିଁ ତାହେଲେ କ'ଣ ହେବ ଆମେ ତାହାକୁ ମରୁଡ଼ି ବୋଲି କହିବା। ଜଳ ଯଦି କ'ଣ ହେବ ଅଭାବ ହେବ ତାହେଲେ ଆମେ ତାହାକୁ ମରୁଡ଼ି ବୋଲି କହିଥାଉ। ଫଳରେ କ'ଣ ହୋଇଥାଏ ପଶୁପକ୍ଷୀ ମଧ୍ୟ ଜଳ ବିନା ମରିଯାଇଥାନ୍ତି। ଏହା ତମେ ଭଲ ଭାବରେ ଜାଣିଛ। ତ ସେଥିପାଇଁ ଯେମିତିକି ଆମ ଘରେ ମଧ୍ୟ କହିବା ତମେ ଶୁଣିଥିବ ଜଳ ବହୁଲେ ସୃଷ୍ଟିନାଶ ଜଳ ବିହୁନେ ସୃଷ୍ଟିନାଶ। ତମେ ଏହା ଭଲ ଭାବରେ ଜାଣିଥିବ। ଯଦି ଅଧିକ ଜଳ ହେବ ତାହେଲେ ବନ୍ୟା ଦ୍ୱାରା ଆମେ କ'ଣ ହେବା ସବୁ ସଫା ହେଇଯିବା ପିଲାମାନେ, କିନ୍ତୁ ଯଦି ଜଳର ଯଦି ଅଭାବ ହୋଇଯିବ ତାହେଲେ ମରୁଡ଼ି ଦ୍ୱାରା ଆମେ ପାଣି ନ ପାଇ ତାହେଲେ ମଧ୍ୟ ଆମେ ମରିଯିବା। ସେଥିପାଇଁ ଏ ଉକ୍ତିଟି କୁହାଯାଏ। ଆମେ ଘରେ ଘରେ କହିଥିବା ତମେ ଶୁଣିଥିବ। ଦେଖ ଆଉ କ'ଣ ଦେଇଛି ଟିକେ ଦେଖିବା ଜଳର ସଂରକ୍ଷଣ। ସେଥିପାଇଁ କ'ଣ କରିବାକୁ ହେବ ଆମକୁ ଜଳର ସଂରକ୍ଷଣ କରି ରଖିବାକୁ ହେବ। ଯେତେବେଳେ ମରୁଡ଼ି ହେବ ସେତେବେଳେ ଆମେ ସେ ସଂରକ୍ଷଣ ଜଳକୁ ବ୍ୟବହାର କରିପାରିବା। ଦିନକୁ ଦିନ କ'ଣ ହେଉଛି ଜଳର ବ୍ୟବହାର ବଢ଼ି ଚାଲିଛି। ସାଧାରଣ ଭାବରେ ମନୁଷ୍ୟର ଦୈନନ୍ଦିନ ଜୀବନର ଯାହା ଜଳର ବ୍ୟବହାର କରୁଛି ପରିମାଣ ଅତି କମ୍ ହୋଇଥିଲେ ମଧ୍ୟ କୃଷି କ୍ଷେତ୍ରରେ ଶିଳ୍ପ କ୍ଷେତ୍ରରେ ଅଧିକ ଜଳର ବ୍ୟବହାର ବଢ଼ି ଚାଲୁଛି। ସମୁଦ୍ର ଜଳ ଏଥିପାଇଁ ଅନୁପଯୁକ୍ତ ହୋଇଥିବାରୁ ଆମେ ବର୍ଷା ଜଳ ଭୂତଳ ଜଳ ସଂରକ୍ଷଣ ନିହାତି କରିବା ଆବଶ୍ୟକ ହୋଇପଡ଼ିଛି। ତମେ ଭାବୁଥିବ ଯେ ସମୁଦ୍ରରେ ତ ଏତେ ଜଳ ଅଛି ତାହେଲେ ଆମେ ତାହାକୁ ଆଣିକି ବ୍ୟବହାର କରିପାରିବା ନାହିଁ କାହିଁକି? ତ ତାହାକୁ ଆମେ ଡାଇରେକ୍ଟ ପିଇପାରିବା ନାହିଁ ପାଣି। ତ ଆମେ ସମୁଦ୍ର ଜଳକୁ ଡାଇରେକ୍ଟ ପିଇପାରିବା ନାହିଁ ପିଲାମାନେ, କାହିଁକି ତାହା ଲୁଣି ପାଣି ହେଇଥାଏ। ଆଉ ଯେତେ ସବୁ ଆମର ଭୂନିମ୍ନ ଜଳ ହୋଇଥାଏ ତାହା ଅତି ଲିମିଟ୍ରେ ଅଛି ବା ତାହା କମ୍ ଅଛି। ସେଥିପାଇଁ ଆମେ କ'ଣ କରିବା ବର୍ଷା ଜଳକୁ ସଂରକ୍ଷଣ କରି ରଖିବା ନିହାତି ଦରକାର। ଭବିଷ୍ୟତରେ ଆମର ଆବଶ୍ୟକତା ଆହୁରି ଅଧିକ ହେବ। ଜଳର ଆବଶ୍ୟକ ଅଧିକ ହେବ କାହିଁକି ନା ଜନସଂଖ୍ୟା ବୃଦ୍ଧି ହେବ, ଲୋକ ସଂଖ୍ୟା ବୃଦ୍ଧି ହେବ।
ଜଳର ବ୍ୟବହାର ଦିନକୁ ଦିନ ବଢ଼ି ଚାଲିବ ପିଲାମାନେ, କାହିଁକି ଜନସଂଖ୍ୟା ବୃଦ୍ଧି ହେବାରେ ଲାଗୁଛି। ଜନସଂଖ୍ୟା ଯଦି ବୃଦ୍ଧି ହେବ ତାହେଲେ ଆମର ଯେତେ ସବୁ ଆବଶ୍ୟକତା ମେଣ୍ଟାଇବା ପାଇଁ, ଭୋକ ମେଣ୍ଟାଇବା ପାଇଁ, ତାହେଲେ କ'ଣ ହେବ, ଅଧିକ ଖାଦ୍ୟ ଉପଯୋଗୀ ହେବ। ଯଦି ଅଧିକ ଖାଦ୍ୟ ଦରକାର ପାଇଁ ଅଧିକ କଳକାରଖାନା ଗୁଡ଼ିକ ସ୍ଥାପନ କରିବାକୁ ପଡ଼ିବ। ଅଧିକ କଳକାରଖାନା ଯଦି ସ୍ଥାପନ ହେଲା ତାହେଲେ ଅଧିକ ଜଳ ବ୍ୟବହାର ହେବ। ତ ସେଥିପାଇଁ ଆମକୁ କ'ଣ କରିବାକୁ ହେବ, ଜଳର ସଂରକ୍ଷଣ କରି ରଖିବା ଉଚିତ। ଦେଖ ଆମେ କେମିତି ବର୍ଷା ଜଳକୁ ଆମେ କେମିତି ଅମଳ କରିପାରିବା ତା ବିଷୟରେ କିଛି ଆମେ ଜାଣି ରଖିବା। ଜଳକୁ ଅଯଥା ବ୍ୟବହାର ନ କରି ବା ନଷ୍ଟ ନ କରି ତାହାକୁ ଆମେ ସଞ୍ଚୟ କରି ରଖିବା ଉଚିତ। ତାହା ହିଁ ଦେଖ ପ୍ରଥମ ପଏଣ୍ଟରେ ଲେଖା ହେଇଛି। ବ୍ୟବହାର ନ କରିବା ବେଲେ ପାଣି ଟ୍ୟାପକୁ ଆମେ ସର୍ବଦା ବନ୍ଦ କରିବା ଉଚିତ। ନହେଲେ ତମମାନେ କେମିତି କରିଥାଅ, ଯେମିତି ବ୍ରସ୍ କଲା ବେଲେ ପାଣି ଟ୍ୟାପକୁ ଖୋଲି ଦେଇଥିବ, ପୁରା ଏମିତି ପାଣି ବହି ଯାଉଥିବ, ତାହା କରିବା ନାହିଁ ପିଲାମାନେ। ଠିକ୍ ଅଛି, ଦେଖ ଆଉ କ'ଣ କରିବା ଉଚିତ, ଜଳର ଉତ୍ସ ଗୁଡ଼ିକର ପ୍ରଦୂଷଣ କମାଇବା ପାଇଁ ଯତ୍ନ ନେବା ଉଚିତ। ଏମିତି ଆମେ ବର୍ଷା ଜଳ ଅମଳ କରିକି ତାହାକୁ ବ୍ୟବହାର କରିବା ଉଚିତ। ତାପରେ ବର୍ଷା ଜଳକୁ ଗ୍ରାମାଞ୍ଚଳରେ ଛୋଟ ଜଳ ଭଣ୍ଡାରରେ ସାଇତି କରି ରଖିବା ଉଚିତ। ଏସବୁ କଲେ କ'ଣ ହେବ, ଆମେ ବର୍ଷା ଜଳକୁ ମଧ୍ୟ ଅମଳ କରି ବ୍ୟବହାର କରିପାରିବା। ସେମିତି ଆଉ କ'ଣ କରିବା ଉଚିତ, ସହରାଞ୍ଚଳର ଛାତରେ ପଡ଼ୁଥିବା ବର୍ଷା ଜଳ ଅମଳ କରିବା ଅର୍ଥାତ୍ ଏହାକୁ ବୋହି ଯିବାକୁ ନ ଦେଇ ଗର୍ତ୍ତ ଖନନ କରି ସେଥିରେ କ'ଣ ସଂଗ୍ରହ କରି ରଖିବା। ଦେଖ ଯେମିତି ଏମିତି ତୁମର ଛାତ ଘରେ ଏମିତି ବର୍ଷା ପଡ଼ୁଛି, ସେ ବର୍ଷା ଜଳକୁ ଏମିତି ପାଇପ୍ ଦ୍ୱାରା ଆଣିକି ଗୋଟେ ଜାଗାରେ ଗାତ କରିକି ସେଥିରେ ଆମେ ଷ୍ଟୋର କରିକି ରଖିବା। ତାହାକୁ ଯେତେବେଳେ ଦରକାର ହେବ ବା ମରୁଡ଼ି ସମୟରେ ସେ ଜଳକୁ ଆମେ ବ୍ୟବହାର କରିବା, କିମ୍ବା ତୁମେ ଯେତେବେଳେ ଜଳର ଅଭାବ ହେବ ସେତେବେଳେ ଆମେ ଏଥିରୁ ଜଳକୁ ଉଠାଇ ଫେର ଥରେ ବ୍ୟବହାର କରିପାରିବା। ତାହାକୁ ଯଦି ପିଇବା ପାଇଁ ବ୍ୟବହାର ନ କରିପାରିବା ଠିକ୍ ଅଛି, କିନ୍ତୁ ଗାଡ଼ି ଧୋଇବା ପାଇଁ, ଘର ଧୋଇବା ପାଇଁ, କପଡ଼ା ସଫା କରିବା ପାଇଁ ବ୍ୟବହାର କରିପାରିବା। ଠିକ୍ ଅଛି ପିଲାମାନେ, ଏ ଥିଲା ଆମର 16 ଅଧ୍ୟାୟ ଜଳ। ଆଶା କରୁଛି ଭଲ ଭାବରେ ବୁଝିପାରିଥିବ। ପିଲାମାନେ ଆମର ଯଦି ଭିଡ଼ିଓ ଭଲ ଲାଗୁଥିବ, ଭଲରେ ବୁଝିପାରୁଥିବ, ତାହେଲେ ଆମ ସହିତ ଯଦି ଯୋଡ଼ି ରହିବାକୁ ଚାହୁଁଛ ତାହେଲେ କ'ଣ କରିବ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ଇଜି ଲର୍ଣ୍ଣିଂ ଓଡ଼ିଆକୁ ସବସ୍କ୍ରାଇବ୍ କରିକି ରଖିବ। ଆମର ଭିଡ଼ିଓ ଭଲ ଲାଗୁଥିଲେ ଆମ ଭିଡ଼ିଓରେ ଗୋଟେ ଲାଇକ୍ କରିବ, ସାଙ୍ଗମାନଙ୍କ ସହିତ ସେୟାର କରିବ। ଠିକ୍ ଅଛି ପିଲାମାନେ, ଦେଖା ହେବା ପରବର୍ତ୍ତୀ ଭିଡ଼ିଓରେ।